ମାନେ ମହାପ୍ରଭୁଙ୍କୁ ଛାଡ଼ିଦେଲେ ଓଡ଼ିଆ ଜାତିର ତାର ଜାତକ କଟିଯିବ ଯଦି ମହାପ୍ରଭୁଙ୍କୁ ଛାଡ଼ିଦେବା ଆମେ। ଓଡ଼ିଆ ଜାତି ଯାହା ଖାଇଲା, ଯାହା ଭଲ ଖାଇବା ମହାପ୍ରଭୁଙ୍କୁ ଦେଇଦେଲା, ପିନ୍ଧିଲା ଯାହା ଭଲ ପୋଷାକ ମହାପ୍ରଭୁଙ୍କୁ ଦେଇଦେଲା, ତାର ପର୍ବପର୍ବାଣୀ ମହାପ୍ରଭୁଙ୍କର, ପାଞ୍ଜି ମହାପ୍ରଭୁଙ୍କର, ନୃତ୍ୟ ମହାପ୍ରଭୁଙ୍କର, ସଙ୍ଗୀତ ମହାପ୍ରଭୁଙ୍କର, ସବୁ ମହାପ୍ରଭୁଙ୍କର, ଯାନି ଯାତ୍ରାରୁ ଆରମ୍ଭ କରିକି ପର୍ବପର୍ବାଣୀ ପର୍ଯ୍ୟନ୍ତ ସବୁ କିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦରେ ଅର୍ପଣ କରିଛି ଏ ଓଡ଼ିଆ ଜାତି। ଆପଣ ଓଡ଼ିଆ ଜାତିକୁ ଗରିବ କରିଦେବେ, ସହିଯିବ। ପ୍ରଭୁଙ୍କୁ ଗରିବ କରିଦେବନି। ସୁନାବେଶରେ ଦାଣ୍ଡରେ ଦେଖାଇବ ମୋ ପ୍ରଭୁ ମହଣ ମହଣ ସୁନା ପିନ୍ଧିକି ବସିଛନ୍ତି ରଥଯାତ୍ରାରେ। ଚିନ୍ତା କରି ଦେଖନ୍ତୁ, ଓଡ଼ିଆ ଜାତିକୁ ଆମେ ସବୁବେଳେ ଗରିବ କହି ଆସିଲେ। ନଅଙ୍କ ଦୁର୍ଭିକ୍ଷ ବେଳେ ବି ମହାପ୍ରଭୁଙ୍କୁ ସୁନାବେଶରେ ବସିଥିବ ଯଦି କୋଉ ଜାତି, ସେ ହେଲା ଓଡ଼ିଆ ଜାତି। ଓଡ଼ିଆ ଜାତି ମହାପ୍ରଭୁଙ୍କୁ ସବୁବେଳେ ଉପରେ ରଖିଥାଏ। ମୁଁ କହିଲା ବେଳେ ବି ମୋର ମାନେ ଲୋମମୂଳ ଟାଙ୍କୁରି ଉଠୁଛି। କିନ୍ତୁ ମନେ ରଖନ୍ତୁ, ଯୋଉଦିନ ମହାପ୍ରଭୁ ଆମ ଏଇ ମାଟିକୁ ଚୟନ କରିଥିଲେ, ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ, ସବୁବେଳେ ଏଇଠି ସେ ଅଛନ୍ତି। ଏଇଠି ତ ନାହିଁ, ଆମ ଓଡ଼ିଶାରେ, ହେଲେ କି